ପ୍ରଜ୍ଞାନ ମାନେ ଏଇ ଇଂଲିଶ ଆମର କୁହାଯାଇଛି ଇନଟ୍ୟୁଟିଭ ନଲେଜ, যেটা অনুমাନରେ ଆସିବନି କି ପଢାପଢିରେ ଆସିବନି କି କୌଣସି ପ୍ରକାର ଶୁଣି ଶୁଣିକି ଆସିବନି, କେବଳ ଯେ ବସିକି ଧ୍ୟାନ କଲା ସେଇ ନିର୍ବିକଳ୍ପ ଅବସ୍ଥାରେ ଇନଟ୍ୟୁଟିଭ ନଲେଜ ଆସିବ। ଦ୍ୟାଟ୍ ଇଜ ପ୍ରଜ୍ଞାନ। ସେଇ ପ୍ରଜ୍ଞାନ ଆଉ ବ୍ରହ୍ମ ପ୍ରଜ୍ଞାନ ଯେ ଜ୍ଞାନ ମାନେ କଣ? ଜ୍ଞାନ ମାନେ କଣ? consciousness, all body consciousness। ଆମେ ଧରନ୍ତୁ ଏଇଠି ଆସିଲେ ଏଇଗୁଡ଼ାକ we are aware of this, ଆମେ ଏଇଗୁଡ଼ାକ ସବୁ ସଚେତନ ହେବୁ। ଧ୍ୟାନରେ ବସି ସେମିତି ଗୋଟେ ସଚେତନ ଅବସ୍ଥା ଆସିବ, ଆମ ଆଖି ବିଟିକି କହିଥିବେ, ଦେହର ବୋଧ ନଥିବ, କିନ୍ତୁ ଆପଣ ଏମିତି ଗୋଟେ ଅବସ୍ଥାରେ ବସିବେ ସାରା ବିଶ୍ୱରେ ଆପଣ ସଚେତନ ପାଇକି ରହିବେ। ଆପଣ ସେଟା ଆମର ମନର ସଚେତନତା ନୁହେଁ, ସେଟା ସେ ଯେହେତୁ ମନ ନାହିଁ, ମନ ଧ୍ୟାନ ସଲିହୀନ, ମନ ନାହିଁ, ବୁଦ୍ଧି ନାହିଁ, ଅହଂକାର ନାହିଁ, ଚିତ୍ତ ନାହିଁ, କେହି ନାହିଁ, ସବୁ ଚାଲିଯାଇଛି। ଅଟୋମେଟିକାଲି ଧ୍ୟାନ ସମୟରେ ଗୋଟେ ଅଲ୍ ପରଭେଡିଂ ବ୍ଲିସଫୁଲ କନସିୟସନେସ୍ ଆସିବ। ସେଇଟା ହେଉଛି ପ୍ରଜ୍ଞାନ। ସେଇଟା ସେ ପ୍ରଜ୍ଞାନ ଆଉ ବ୍ରହ୍ମ